এই ଗାଁରେ ଏ ବ୍ରିଜ କରିବା ପାଇଁ ଆମର ଶଶାଙ୍କ ଭାଇ ଆଉ ଶିବ ଭାଇ କହିଲେ ଯେ ଆମକୁ ଦରକାର। ହଁ କରିଥିଲି, କରାହେଲା। ଆଜି ଶୁଭ ଦିଆ ହେଉଛି, ଅତି ଶୀଘ୍ର ହେବ। ଗାଁର ଉନ୍ନତି ପାଇଁ ଯାହା କରିବା କଥା ଭାରତୀୟ ଜନତା ପାର୍ଟି ଏ ସରୋଜ ଭାଇ ନିଶ୍ଚିତ ଭାବରେ କରିବ। ଯେଉଁମାନେ ପଛରେ ଭୁକୁ ନାହାନ୍ତି, ଭୁକୁଛନ୍ତି ନା କେତେ? କ'ଣ ହେଲା ଓଡ଼ିଶାରେ? କ'ଣ ହେଲା? ବାର୍ଦ୍ଧକ୍ୟ ଭତ୍ତା କ'ଣ ହେଲା? ଆରେ ଭାଇ, ମୂର୍ଖ ଲୋକକୁ କିଏ ବୁଝେଇବ? ଗୋଟେ ସଫ୍ଟୱେର ଡେଭଲପମେଣ୍ଟ ହେଉଛି। ଯେମିତି ଗୋଟେ ଗାଡ଼ି ଖରାପ ହେଲେ ଦିନେ କି 4 ଦିନ ଗ୍ୟାରେଜକୁ ଯାଉଛି, ସେମିତି ଗୋଟେ ସଫ୍ଟୱେର ତିଆରି ହେଉଛି। ଯେଉଁ ସଫ୍ଟୱେର ଗୋଟେ ସୁଇଚ୍ ମାରିଲେ ସାରା ଓଡ଼ିଶା ସମସ୍ତେ ପାଇବେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ସବୁ। ସେଇଟାକୁ ଆଉ 10-15 ଦିନ ଆହୁରି ଲାଗିବ। ସେ ଜିନିଷଟା ହେଇଗଲେ କାମ ଚାଲିଛି, ସମସ୍ତଙ୍କର ଉପକାର ହବ। ଆଉ ଆମକୁ ଦେଲେନି, ସମସ୍ତଙ୍କୁ ଦିଆଯିବ। ଗୋଟେ ଥରକେ 3 ମାସର ପଇସା ପାଇବେ ସମସ୍ତେ। ଆସିକା ନିର୍ବାଚନ ମଣ୍ଡଳୀର ଏମିତି ଗୋଟେ ଗାଁ ନାହିଁ ଯେଉଁ ଗାଁରେ 2 ବର୍ଷ ହେଲା ଆସିଲା ତମର ସରୋଜ ଭାଇ ଗୋଟେ ବାର୍ଦ୍ଧକ୍ୟ ଭତ୍ତା, ଗୋଟେ ବିଧବା ଭତ୍ତା କେହି ବି ନଥିବେ। ମୁଁ କହିଛି ଯାହାର ଅଛି ନେଇକିରି ଆସନ୍ତୁ, ମୁଁ ସାଙ୍ଗେ ସାଙ୍ଗେ କରିକି ଦେବି ଆପଣଙ୍କୁ। ଜଣେ ବି କିଏ ନଥିବ କାଲି ରଖିବାକୁ ହବନି। ଗାଁରେ ସମସ୍ତେ ପାଇବେ। କିଏ ଦଳ ମତ ନିର୍ବିଶେଷରେ, କିଏ କହିବ ଆମେ ଯାଉଛୁ, କିଏ ବୋଲେ ମୁଁ ସରୋଜ ଭାଇ ବିରୋଧରେ ଅଛି, କିଏ ମୋର ବିରୋଧୀ ନାହିଁ। ମୁଁ ଆସିକା ନିର୍ବାଚନ ମଣ୍ଡଳୀର ବିଧାୟକ। ମୋ ନିମିନା ଉନ୍ନତି ଚାଲିଛି। ନିମିନା ଗାଁର ମଧ୍ୟ ସେଭଳି, ନିମିନା ପଞ୍ଚାୟତ ମଧ୍ୟ ସେଭଳି ଉନ୍ନତି ହବ। ଏବେ ମୁନିଗାଡ଼ି ଗାଁଠୁ ତାଙ୍କର ଯେଉଁ ଅଛି କେନାଲ ଗୁଡ଼ାକୁ ଯିବା ପାଇଁ ଗୋଟିଏ ବ୍ରିଜ, ସିଙ୍ଗିପୁର ମନ୍ତପଲ୍ଲୀ ଯିବା ପାଇଁ ଆଉ ଗୋଟିଏ ବ୍ରିଜ, ନୂଆପଲ୍ଲୀରୁ ପୁଣି ଧନିଜା ସେପଟକୁ ଯିବା ପାଇଁ ବଡ଼ ନଦୀ ଉପରେ ବହୁତ ବଡ଼ ବ୍ରିଜ ଗୋଟେ ଦିଆହେଉଛି। ଖୁକୁଣ୍ଡିଆରେ ନଦୀ ଉପରେ ଗୋଟେ ବହୁତ ବଡ଼ ବ୍ରିଜ ଦିଆହେଉଛି। ଯେଉଁମାନେ କହିବା କଥା କହିବେ, ମୁଁ ଯେଉଁଟା କହିଲି ଆପଣମାନଙ୍କୁ, ହାତୀ ଯାଉଥିବ, କୁକୁର ଭୁକୁଥିବ, ଏସବୁକୁ ଖାତିର ସରୋଜ ଭାଇ କେବେ କରେନି। ଗୋଟିଏ କଥା କରେ, ବିକାଶର କଥା କରେ। ଯାହା 24 ବର୍ଷ ଶାସନରେ ଯେଉଁ ବିଜେପି, ଯେଉଁ ନବୀନ ପଟ୍ଟନାୟକ ଏ ନିମିନା ଗାଁକୁ, ଏ ପଞ୍ଚାୟତକୁ ଆସିକା ନିର୍ବାଚନ ମଣ୍ଡଳୀକୁ ଧ୍ୱଂସ ମୁଖକୁ ଠେଲି ଦେଇଥିଲା, ଆଜି ତାର ପୁନରୁଦ୍ଧାର ଆମେ କରୁଛୁ। ଗୋଟେ ସ୍ୱାଭିମାନ ଆସିକା ନିର୍ବାଚନ ମଣ୍ଡଳୀ କରିବା ପାଇଁ, ସ୍ୱାଭିମାନ ଆସିକା କରିବା ପାଇଁ, ସ୍ୱାଭିମାନ ନିମିନା କରିବା ପାଇଁ ଆମେ ଏଠି କାମ କରୁଛୁ। ଏଥିପାଇଁ କିଏ କ'ଣ କହିବ ସେଥିରେ ଆମେ ସେଥିରେ ମୁଣ୍ଡ ଖେଳୁନୁ। ଯେଉଁମାନଙ୍କର ଅଦତ୍ୟ, ଯେଉଁମାନେ ଗୁଣ୍ଡା, ଯେଉଁମାନେ କ୍ରିମିନାଲ, ଯେଉଁମାନେ ଏଣ୍ଟି ସୋସିଆଲ, ଯେଉଁମାନେ ରାସ୍ତାରେ ଗାଁ ଦାଣ୍ଡରେ ଗଲାବେଳକୁ ଲୋକ ଯାହାକୁ ଘୃଣା କରନ୍ତି, এইটা ଗୋଟେ ଏଣ୍ଟି ସୋସିଆଲ ସାଙ୍ଗରେ କ'ଣ କଥାବାର୍ତ୍ତା କରିବା? କିଏ କେତେବେଳେ କୋଉ ନିର୍ବାଚନରେ କୋଉଠି କାହାକୁ ଜବରଦସ୍ତି କରିକିରି, ଗୁଣ୍ଡାରାଜ କରିକିରି, ମଦ ପିଆଇକିରି କୋଉଠି କେତେବେଳେ କିଏ କ'ଣ ହେଇଗଲା, ସେଇଟାକୁ ନିଜକୁ ବଡ଼ ଭାବିଲେ ହବନି। ଇତିହାସ ଦେଖ, ଇତିହାସ ଦେଖ। ଏ ଆସିକା ନିର୍ବାଚନ ମଣ୍ଡଳୀ ବିକାଶରେ ଆଗେଇ ଚାଲିଛି। ଏବେ ଯାଇକି କହୁଥିଲି ଯେ ମହିଳା ମହୋଦୟକୁ କହୁଥିଲି, ଆପଣ ଦେଖନ୍ତୁ ନିମିନା ଟକେଶ୍ୱରପୁର ରୋଡ ଅଛି, ତାକୁ ହାତୀରେ ଲଗେଇଦେଲେ ଆମେ ରୋଡଟାକୁ କରିଦେବା। ତେଣୁ ବିକାଶର କଥା ଚିନ୍ତା ନ କରିକିରି ଅତି ତଳସ୍ତରର କଥା, ଛୋଟ କାଟିଆ କଥା ଯେଉଁମାନଙ୍କ ମନରେ ଆସୁଛି, ଅଭଦ୍ର ଭାଷାରେ ଗାଳି କରିବାର ଯେଉଁମାନେ ଆସୁଛି, ସେମାନେ ସେତିକି ଲୋକ ଶିଖିଛନ୍ତି, ସେତିକି କଥା କହିବେ। ଆମର ଦୁଃଖ ନାହିଁ, ଆମେ କାହାକୁ ସେଭଳି ଭାଷା ପ୍ରୟୋଗ କରିବୁ ନାହିଁ, କାହାକୁ କେବେ ସେମିତି କହିବୁ ନାହିଁ। ଇଏ ହେଲା ଗୋଟିଏ କଥା। ସବୁଠୁ ବଡ଼ କଥା, ନିମିନାର ଏବେ ବେଳାପାଟରେ 2-4 ଦିନ ଭିତରେ ମହାନଦୀ କେନାଲ ଉପରେ, ଗୋଗେଇ ନାଳ ଉପରେ ଗୋଟେ ବ୍ରିଜ ଏମିତିକାର ଉଦ୍ଘାଟନ କରି ଶୁଭ ଦେବି। ତାପରେ ପରେ ନୂଆପଲ୍ଲୀଠୁ ଧନିଜା ବଡ଼ ନଦୀ ଉପରେ ଗୋଟେ ଶୁଭ ଦେବି। ତାପରେ ଖୁକୁଣ୍ଡିଆଠୁ ସେପଟେ ସରଡ଼ା ନିର୍ବାଚନ ଯିବା ପାଇଁ ବଡ଼ ନଦୀ ଉପରେ ଗୋଟେ ବ୍ରିଜର ଉଦ୍ଘାଟନ କରି ଶୁଭ ଦେବି। ବହୁତ କଥା ଅଛି, ଯାହା ଚାହିଁବେ। 2 ବର୍ଷ ହେଉଛି ଭାଇ, 2 ବର୍ଷ ଭିତରେ ଏତିକି କାମ କରିକି ଆସିକା ନିର୍ବାଚନ ମଣ୍ଡଳୀ କି ଦେଇଛି। ये भारतीय जनता पार्टी सरकार
ये मोहन माझी सरकार ये लोके जहाँ चाहिए मोहन माझी छेड़ा करी दब ए प्रतिश्रुति दे अपने विदाय नौकरी नमस्कार।